ସବୁ ମାସ ମାନଙ୍କରେ ମାର୍ଗଶିର ସାର ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର। ତେଣୁ ଭକ୍ତମାନେ ଧ୍ୟାନ କରି ମନେ ରଖନ୍ତୁ, ଯଦି ମାର୍ଗଶିର ମାସ ଗୁରୁବାର ଦିନ ଅମାବାସ୍ୟା ପଡ଼ୁ, ସଂକ୍ରାନ୍ତି ପଡ଼ୁ ବା ପୂର୍ଣ୍ଣିମା ପଡ଼ୁ, ଯାହା ବି ଥାଉ ସେଟାକୁ ମାର୍ଗଶିର ମାସ ଗୁରୁବାର ବି ମାନାଯାଏ। ଭୁଲରେ ବି କେବେ ମାର୍ଗଶିର ମାସ ଗୁରୁବାରଟିକୁ ଛାଡ଼ିବେ ନାହିଁ। ସେଦିନ ପୂଜା କରିବେ ସକାଳୁ ଉଠି ଏବଂ ଠାକୁରଙ୍କର ସେବା କରିବେ ଏବଂ ଯେଉଁ ପାଳିରେ ଯେଉଁ ଭୋଗ ନାଗିବା କଥା ସେ ଭୋଗଟି ମା ଲକ୍ଷ୍ମୀଙ୍କ ପାଖରେ ଲଗେଇବେ। ଦେଲେ ମା ଲକ୍ଷ୍ମୀ ଆପଣଙ୍କର ପରିବାରକୁ ଆଶୀର୍ବାଦ କରିବେ। ଏତିକି ମନେ ରଖନ୍ତୁ। ଗୁରୁବାର ଦିନ ସକାଳୁ ଉଠି ଫୁଲ ତୋଳି ଝୁଟି ଦେଇ ଠାକୁରଙ୍କର ସେବା କର୍ମ ସାରି ଘରର ଅନ୍ୟ କର୍ମ କରିବା ପାଇଁ ଯିବେ। ଜୟ ଜଗନ୍ନାଥ।